କାରଣ ସେ ମନୁଷ୍ୟ ଥିଲେ, ସେଥିପାଇଁ ନିଜ ପାଇଁ ସେ ପାପର କ୍ଷମା ପାଇଁ ବଳି ଉତ୍ସର୍ଗ କରୁଥିଲେ ଆଉ ଅନ୍ୟମାନଙ୍କ ପାଇଁ କରୁଥିଲେ। କିନ୍ତୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ଅଟନ୍ତି? ସେ ପବିତ୍ର ଅଟନ୍ତି। ହାଲେଲୁୟା, ସେ ପବିତ୍ର ଅଟନ୍ତି, ସେ ନିର୍ଦ୍ଦୋଷୀ ଅଟନ୍ତି, ସେ ନିଷ୍କଳଙ୍କ ଅଟନ୍ତି, ଆଉ ସେ ପାପୀ ମାନଙ୍କ ଠାରୁ ଏକ ପୃଥକ ଅଟନ୍ତି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆମେ ତ ସମସ୍ତଙ୍କ ଠାରେ ମିଳାମିଶ ମିଶିକି ବୁଲୁଛୁ, ଯୋଉଠି ବି ମିଶିକି ବୁଲୁଛୁ, କାରଣ ସେ ପୃଥକ ବ୍ୟକ୍ତି ଅଟନ୍ତି। କାରଣ ସେ ପାପୀ ମାନଙ୍କ ପାଖରେ ତ ରହେ ନାହିଁ, ରୁହନ୍ତି, କିନ୍ତୁ ସେ ପାପ କଣ କହୁଥିଲେ? ପାପୀକୁ ସେ ପ୍ରେମ କରୁଥିଲେ, ପାପକୁ ସେ ଘୃଣା କରୁଥିଲେ, ପାପୀ ମାନଙ୍କ ପାଖରେ ବି ଯାଉଥିଲେ, କିନ୍ତୁ ସେ ସ୍ୱତନ୍ତ୍ର ଏକ ପୃଥ୍ୱୀକୁ ଥିଲେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କାରଣ এই ମହାଯାଜକ ଆମମାନଙ୍କର ବିଶ୍ୱସ୍ତ ଓ ପବିତ୍ର ହୋଇଥିବା ପାଇଁ ଆମେମାନେ ସାହସର ସହିତ ଆମର ବିଶ୍ୱାସ ମତକୁ କଣ କରିବା? ଦୃଢ଼ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଗୋଟେ ପଦ ପଢିବା, ଏଭ୍ରି ପୁସ୍ତକ ତାର 10 ପର୍ବର 23 ପଦ। आम्भेमाने जो भरोसा स्वीकार करूअछु ताहा अटल भावरे दृढ़ करी धरू, कारण जे प्रतिज्ञा करियछन्ति से विश्वस्त। हालेलुया, हालेलुया, हालेलुया। आम्भेमाने जो